ଅଧ୍ୟାୟ 2 ପଦରୁ 6 ପଦ ଯାଏ ପଢ। ଏଥି ମଧ୍ୟରେ ଯୋହନ ଖ୍ରୀଷ୍ଟଙ୍କ କର୍ମର ବିବରଣ କାରାଗାରରେ ଶୁଣି ଆପଣା ଶିଷ୍ୟମାନଙ୍କ ଦ୍ୱାରା ତାହାଙ୍କୁ ପଚାରି ପଠାଇଲେ, ଯାହାଙ୍କର ଆଗମନ ହେବ ସେହି ବ୍ୟକ୍ତି କି ଆପଣ ଅବା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ? ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଯାଇ ଯାହା ଯାହା ଶୁଣୁଅଛ ଓ ଦେଖୁଅଛ ସେହି ସବୁ ଯୋହନଙ୍କୁ ଜଣାଅ। ଅନ୍ଧମାନେ ଦୃଷ୍ଟି ପାଆନ୍ତି, ଖଞ୍ଜମାନେ ଗମନ କରନ୍ତି, କୁଷ୍ଠିମାନେ ଶୁଚି ହୁଅନ୍ତି, ବଧିରମାନେ ଶ୍ରବଣ କରନ୍ତି, ମୃତମାନେ ଉତ୍ଥାପିତ ହୁଅନ୍ତି, ପୁଣି ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ। ଆଉ ଯେ କେହି ମୋ ଠାରେ ବିଘ୍ନର କାରଣ ନ ପାଏ ସେ ଧନ୍ୟ। ସେ ଧନ୍ୟ। ପ୍ରେଜ୍ ଦ ଲର୍ଡ। ତ ପ୍ରକୃତରେ ଆମେ ମାନେ ଶୁଣିଥିଲୁ କି ବାପ୍ତିଜକ ଯୋହନଙ୍କର ସେବା କାର୍ଯ୍ୟ, it was like only for a span of 6 months. 6 ମାସର ସେବା କାର୍ଯ୍ୟ ଥିଲା। ଭଏସ୍ କ୍ଲିୟର ଅଛି? କେବଳ 6 ମାସର ସେବା କାର୍ଯ୍ୟ ଥିଲା। ବାପ୍ତିଜକ ଯୋହନଙ୍କ ପାଇଁ ବଡ ଗୋଟେ ମାନେ ମତଲବ ଦୁନିଆ ମନେ ରଖିବା ଭଳି ଏତେ ବଡ ସେବା ପ୍ରଭୁ ଦେଇ ନଥିଲେ। ବହୁତ ବଡ ମିନିଷ୍ଟ୍ରି କିଛି ନଥିଲା। 30 ବର୍ଷର ସେବା କିଛି ନଥିଲା। ଓନ୍ଲି ଫର୍ 6 months ଥିଲା। ପ୍ରେଜ୍ ଦ ଲର୍ଡ। ଯାହା କିଛି ପ୍ରଭୁଙ୍କ ପାଇଁ ଯେତେ ଅଳ୍ପ ସମୟ ହେଉ ପ୍ରଭୁଙ୍କ ସେବା ପାଇଁ ଯଦି ଆମକୁ ସୁଯୋଗ ମିଳୁଛି, ତାହା ଏକ ସୌଭାଗ୍ୟପୂର୍ଣ୍ଣ ବୋଲି ଆମେ ଗଣିବା ଆବଶ୍ୟକ, ମଣିବା ଆବଶ୍ୟକ। whatever we can have in the ministry of the Lord, ରାଜା ଦାଉଦ କହନ୍ତି କି ମୁଁ ପ୍ରଭୁଙ୍କର ରାଜ୍ୟରେ ଦ୍ୱାରରେ ଦ୍ୱାରପାଳକ ହେଇକି ରହିଲେ ଭଲ ହେଇଥାନ୍ତା ମୋର। ଏତିକି ମୋର ପାଇଁ ସୌଭାଗ୍ୟ ବୋଲଥିଲେ। ଗେଟ୍ କିପର ହେଇକି ରହିଲେ ମୋର ପାଇଁ ବଡ କଥା। ପ୍ରେଜ୍ ଦ ଲର୍ଡ। ଛୋଟ ସେବା ଯଦି ମିଳୁଛି, ବାଇବେଲ ପଢିବାଟା ଇଟ୍ସ ଏ ମିନିଷ୍ଟ୍ରି। ଗୀତ ଗାଇବା ପାଇଁ ସୁଯୋଗ ମିଳୁଛି, ଗୋଟେ ସେବା, ଗୋଟେ ପ୍ରଭୁଙ୍କର ସେବା ବୋଲି ଭାବିବା କଥା। worship, ସାକ୍ଷ୍ୟ, ପ୍ରାର୍ଥନା, ଏଇଟା ନେଇ କି କମ ସେ କମ ଗିର୍ଜାଘର ଝାଟାଇବା ପାଇଁ ଯୋଉ ମିଳୁଛି ସୌଭାଗ୍ୟ ପରେ କେବେ ନେଉଛନ୍ତି ଆପଣ ମାନେ? କେବେ ଗିର୍ଜାଘର ଝାଟାଇକି ଆସିଲେ କି ଆପଣ ମାନେ? କେତେ ଜଣ? ନା, ଆମେ ଦରମା ଦେଇକି କାମ ବାଲାକୁ ରଖୁ। ଓକେ, ସେଟା ଭୁଲ ନୁହେଁ ଯେ କେବେ ହେଲେ ସୌଭାଗ୍ୟ ବୋଲି ମାନିଲେ କି ମିଟିଂସ ରେ ଦରି ବିଛାଇବାଟା, ଚେୟାର ଉଠାଇବାଟା, ପକାଇବାଟା, ଦେଖଛି କି ନା ମାଜିବାଟା, ବୁଝିଲେ କି? ସେ ଚେନ୍ନାଇରେ ସେ ଟିପିଏମ ର ମିଟିଂସ ହୋଇଥାଏ, କନଭେନସନ ହୁଏ ସବୁ ବର୍ଷ ମାର୍ଚ୍ଚରେ। ସେଠି ଏତେ ଗହଳି, ବାପରେ, ସମସ୍ତେ ହ୍ୱାଇଟ ଡ୍ରେସ ପିନ୍ଧିକି ଦୂତ ପରି ଥିବେ। ସମସ୍ତେ କେତେ ହଜାର, 50-60,000, ଲକ୍ଷ ଜଣ ବି ଥାନ୍ତି ବେଳେ ବେଳେ। ହ୍ୱାଇଟ ପୁରା ସ୍ୱର୍ଗରେ ଥିଲା ପରି ଲାଗିବ। ଥରେ ହେଲେ ଲାଇଫରେ ବୁଲିକି ଆସିବାର ଅଛି। ସେଠି କହନ୍ତି ସ୍ପେଶାଲି କିଚେନ ବୁଲିବାର, ପୁଣି ରୋଷେଇ ଘର, ଏତେ ଜଣଙ୍କୁ କେମିତି ଖାଇବାକୁ ଦିଆ ହଉଛି ବୋଲି ଦେଖିବା ପାଇଁ ଲୋକ ଯାଆନ୍ତି। ଓ ବାପରେ, ସେଟା ଗୋଟେ ପ୍ରକାର ଫ୍ୟାକ୍ଟ୍ରି ପରି ଜଣା ପଡୁଥିବ, ଜାଣିଛନ୍ତି କି ନାଇଁ? ବଡ ବଡ ଭେସେଲ୍ସ, ବଡ ବଡ ପାତ୍ର ଗୁଡିକ ଲାଗେ ଏମିତି। କଣ ଏଠି ଗୋଟେ ଫ୍ୟାକ୍ଟ୍ରି ଭିତରେ ପଶିଗଲୁ ନା କଣ? ଏଠି କେମିକାଲ୍ସ ର ସବୁ ଚାଲିଛି ନା କେମିକାଲ ବନା ହଉଛି ନା କଣ? ବୋଲର ନାଇଁ, ଗୋଟେ ସାମ୍ବାର ହଉଥିବ, ଗୋଟେ ଭାତ ସିଝୁଥିବ, ଗୋଟେ ଆଳୁ ଇଏ ହେଉଥିବ। ଆରେ ଫ୍ୟାକ୍ଟ୍ରି ପରି ଥିବ ସେଟା। ପାଇପ୍ ଖୋଲିଲେ ଗୋଟେ ସାମ୍ବାର ବାହାରୁଥିବ, ଅନ୍ୟ ଗୋଟେ ପାଇପ୍ ଖୋଲିଲେ ସେଠି ଭାତ ବାହାରୁଥିବ। ସେ କହିବାର ରିଜନ କଣ? ମାନେ ସେଠି ଆପଣ ମାନେ ସେ ଧୁଆ ଧୋଇ ସେକ୍ସନ ଦେଖନ୍ତୁ, ଡିଏସପି, ଏସପି, ଆଇଏଏସ୍, ସେମାନେ ସେଠି ଯାଇକି ଡେକ୍ଚିକିନା ମାଜୁଥାନ୍ତି, ସେ ଗୋଟେ ଗାମଛା ଗୋଟେ ମୁଣ୍ଡକୁ ବାନ୍ଧି ଦେଇକି। ଆମେ ଭାବିବୁ ନାଇଁ କି ସେମାନେ ଏତିକି ବଡ ପଦରେ ଅଛନ୍ତି ଲୋକମାନେ ବୋଲି।
हाँ ଆମେ ଏଠି ପଇସା ଦେଇକି ରଖିବାକୁ ପଡୁଛି। ଲୋକମାନେ ପ୍ରଭୁଙ୍କର ସେବା ଜାଣି ପାରିଲେ ନାହିଁ। ଆମେ ସବୁ ହାଇ ଫାଇ ବାଲା, ଆମେ ସବୁ ହାଇ ଫାଇ ବାଲା, ସବୁ ପାଉଡର ବି ଶୁଖିବାର ନାହିଁ ମୁହଁରେ, ଇସ୍ତ୍ରୀ ବି ଇସ୍ତ୍ରୀ ସାର୍ଟ ର ଇସ୍ତ୍ରୀ ବି ମାନେ ଫୋଲ୍ଡ ହେବାର ନାହିଁ, କେତେ ନିଟ୍ ଆଣ୍ଡ କ୍ଲିନ୍ ଥାଏ କି ପୁରା ମାନେ ଝାଳ ନାଳ ବି ହେବାର ନାହିଁ, ପୁରା ପୁରା ଫ୍ୟାନ୍ ଥିବାର ଅଛି, ପୁରା କମ୍ଫର୍ଟେବଲ ଥିବାର ଅଛି। ଚାରିଟା ଗୀତ ଗାଇକି ଆମେ ପଳେଇ ଆସୁ। ଜାଣି ପାରିଲେନି ପ୍ରଭୁଙ୍କର ସେବା ମାନେ କଣ। Whatever you get is a big privilege. It's a great privilege. ସୌଭାଗ୍ୟ। ଆଜ୍ଞା ଭାଗ୍ୟ ମାନେ କଣ? ଭାଗ୍ୟରେ ଥିଲେ ମିଳେ ବୋଲି କହିବି କି ନାହିଁ? ସତ କଥା, ଭାଗ୍ୟ ଏଟା सबको नहीं मिलता ये। ସେମିତି ବାପ୍ତିଜକ ଯୋହନଙ୍କର ସେବା, it was really a privilege। ତ କଣ ହେଲା? ତ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିଲା ପରେ ଆମ ଭିତରେ କଥା, କ୍ଲାସ ରୁମରେ ପ୍ରିନ୍ସିପାଲ ଆସିକି ଠିଆ ହେଲେ ତ କ୍ଲାସ ଟିଚର କାମ କଣ ଥିବ? କିଛି ନାଇଁ, ସେ ସାଇଡ ଠିଆ ହେଇଥିବ ବସ୍। ପ୍ରିନ୍ସିପାଲ ନଥିଲେ କ୍ଲାସ ଟିଚର ହିଁ ବିଗ ଶଟ ସେଠି ହଉଥିବ। ପ୍ରିନ୍ସିପାଲ ଆସି ଠିଆ ହେଲେ ପିଲାମାନେ ଯାହା ଏମିତି ଥିବେ, ସେ କ୍ଲାସ ଟିଚର ବି ସାଇଡରେ ଏମିତି ଥିବ। ସେମିତି ଯୀଶୁ ଆସିଲା ପରେ, ଆଫ୍ଟର Jesus' arrival, ଡେଫିନେଟଲି ଯୋହନଙ୍କର ସେବା ସରିଗଲା। ଯୀଶୁଙ୍କୁ ବାପ୍ତିସ୍ମ ଦେବା ପର୍ଯ୍ୟନ୍ତ ଥିଲା ତାଙ୍କର ସେବା। ତ ଫ୍ୟୁଚର ଜେନେରେସନ ପାଇଁ, ନେକ୍ସଟ ଜେନେରେସନ ପାଇଁ, ନେକ୍ସଟ ଲେଭେଲ ର ସେବା ପାଇଁ ଆଉ ବାପ୍ତିଜକ ଯୋହନଙ୍କର କାମ ଆଉ ନଥିଲା। ଯୀଶୁ ଆସିକି ବାକି ସବୁ ମିନିଷ୍ଟ୍ରିକୁ ଟେକ୍ ଓଭର କଲେ। ମେନ୍ ପର୍ସନ ସିଏ। ଯୀଶୁଙ୍କର କୃଷାର୍ପଣ ହେବା ପର୍ଯ୍ୟନ୍ତ, ପୁନରୁତ୍ଥାନ ପର୍ଯ୍ୟନ୍ତ, ସ୍ୱର୍ଗାରୋହଣ ପର୍ଯ୍ୟନ୍ତ। ତାପରେ ଯୀଶୁ କଣ କଲେ? ସେ ସେବା, ସେଇ ସବୁ ମିନିଷ୍ଟ୍ରି ପ୍ରେରିତ ମାନଙ୍କୁ ଇଣ୍ଟରେଷ୍ଟ କରିକି ଦେଇକି ସ୍ୱର୍ଗକୁ ପଳେଇଲେ। ପ୍ରେରିତ ମାନଙ୍କୁ ଆଉ ପ୍ରେରିତ ମାନଙ୍କର ସପୋର୍ଟରେ, ବ୍ୟାକଅପରେ ପବିତ୍ର ଆତ୍ମା। तो ना सेवा खत्म होता है हमारा। 80 वर्ष 90 वर्ष जाए मुई करी मुई मुंह देखा एमती हेबार नहीं। हम माने परमेश्वर नए लोगों को उठाते हैं, नुआ लोक मान को ठिया करते, से आम खुशी है जहा हो हमर सेवा, हमर काम, हमर टाइम सरला, तो माने ठिया हो बाबू। पिला मान को एनकरेज करिबार पास्टर माने का नांती, आजिकल रागी जानती, ईर्ष्यापन्न। ए पिला बाहर कि आगे मत डाकुला, आकू भी डाकुछ कि अरे मोर सेवा सरी आसलानी, बयस सरी आसलानी, देहर स्वास्थ्य सरी आसलानी। प्रभुंकर आगमन विलंब जदि हेबो, विलंब तो हेबार चांस नहीं, कारण मैं जानिछु चिन्ह सब सफल हेलानी बोली। तो जदि इन केस प्रभुंकर आगमन विलंब हेला, तो भावी जुगरे, भविष्य जुग मानकरे एई सेवा किए देव जाए कि? तो आमर प्रार्थना ही नाई, प्रभु नुआ भाव युवा युवती मान को उठाओ, फॉर फ्यूचर जनरेशंस। where are the people of God? जेते देखो खाली चाकरी पर प्रार्थना करो, ये पर प्रार्थना करो, मैरिज चाकरी चाकरी, मैरिज मैरिज चाकरी चाकरी चाकरी, मैरिज सेवा। नेक्स्ट जनरेशन पाई जदि प्रभुंकर आगमन विलंब हेले, एही प्रकाशित वाक्य, एही आगमन शिक्षा, एही जगत प्रति घृणा मनोभाव आसला भली चेतना, एही निया जलाइबार सेवक माने मोर दृश्य तो नहांती। केते पिला मान को कहली तमें जदि एही सेवा पाइब प्रभुंक ठारू, मो पाखरे थिबा वीडियो से पिक्चर से फोटो सब मटेरियल मोर प्रोजेक्टर भी दे देबी बोल कहिथिली पिला मान के जण।
ହଁ ଏଟା ମୋଟ ଧରି ରଖିବି, ଏଟା ମୋଟ ପୁରା ଲକ୍ କରିକି, ନା 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 ଦେବି ମୁଁ, ଆଇ ୱିଲ୍ ଗିଭ୍ ଇଣ୍ଟରେଷ୍ଟ। ନା 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 ସେମିତି ଯୁବା ମାନେ ଉଠିଲେ, ନା ସେମିତି ବୋଝ ପାଇଲେ, ନା ସେମିତି ବାକ୍ୟ ଶିଖିଲେ, ନା ମୋ ପାଖରେ ଶିଖିଲେ। କେତେ ଲୋକ ମୋ ପାଖରେ ବି ଶିଖିଲେ नहीं, ନିଜ अपना 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 चल रहा है। ଆଉ ଯେମନ ସେବା ବାହାରୁଛନ୍ତି, ହିଲିଂ ବ୍ଲେସିଂ, ବ୍ଲେସିଂ ହିଲିଂ, ଓକେ ଚାଲୁ, ସେଟା ବି ଗୋଟେ ସାଇଡରେ ଚାଲୁ, ଯେ ଭାବବାଦୀଙ୍କର ସେବା କାର୍ଯ୍ୟ କିଏ କରିବ ଆଜ୍ଞା? ତ ପଏଣ୍ଟ ଏଠି କଣ, ମାନେ ଯୋହନଙ୍କର ସେବା ସରିଲା, ଯୀଶୁଙ୍କର ସେବା ଷ୍ଟାର୍ଟ ହେଲା। ତ ଯେତେବେଳେ ଯୋହନଙ୍କର ସେବା ସରିଲା, କଣ ହେଲା? ଯୋହନ ଜେଲରେ ଥିଲେ। କାଲି କହୁଥିଲି, ହେରୋଦଙ୍କର ସ୍ତ୍ରୀ ରାଗିଗଲା, ଆଉ ଯୋହନକୁ ଧରିକି ଜେଲରେ ପକାଇଦେଲେ। କାହିଁ ପକାଇଦେଲେ? ସତ୍ୟ କହିଲେ, when we preach truth we get hurt। ଆମକୁ ଲୋକମାନେ ରାଗନ୍ତି, ଘୃଣା କରନ୍ତି, ମାରନ୍ତି ମଧ୍ୟ, କିନ୍ତୁ ସତ୍ୟ ଠାରୁ କେବେ ମଧ୍ୟ ବିମୁଖ ହେବାର ନାହିଁ। ଆମକୁ କ୍ଷତି ମିଳୁଛି ବୋଲି ଆମେ ସତ୍ୟ କହିବାକୁ କେବେ ମଧ୍ୟ କ୍ଷାନ୍ତ ହେବାର ନାହିଁ, କାରଣ ଏଇ ସେବା ପ୍ରଭୁ ଆମକୁ ବିଶ୍ୱାସ କରିକି ଦେଇଛନ୍ତି। କହିବ ତ, ସତ କହିବ ତ ରାଜୀବ, ମିଛ କହିବ ନା? ତ ଲୋକମାନେ ପଇସା ଦେଉଛନ୍ତି ବୋଲି ତୁ ବୁଲାଇ ଦେବ ନାହିଁ ତ ବାକ୍ୟକୁ, ତୋତେ କନଭିନିଏଣ୍ଟ ହେଲା ଭଳି, ଲୋକମାନଙ୍କୁ କନଭିନିଏଣ୍ଟ ହେଲା ଭଳି, ଲୋକମାନଙ୍କୁ ସୁବିଧା ହେଲା ଭଳି ବୁଲାଇବ ନାହିଁ ତ ରାଜୀବ? ଦେଖ ସତ କହୁଛି, ତୋତେ ଏତେ ପ୍ରକାଶନ କଣ ପାଇଁ ଦିଆ ହେଲା? ମ୍ୟାନିପୁଲେଟ କରିବା ପାଇଁ କି ତୋର ମାଇଣ୍ଡ ସେଟ କୁ, ତୋର ଲାଇଫ ଷ୍ଟାଇଲ କୁ ଦେଖିକି, ତୋର ସୁବିଧା ଅନୁସାରେ ବାକ୍ୟକୁ ବୁଲାଇବା ପାଇଁ ବ୍ୟବହାର କରିବ କି ବୋଲି ପ୍ରଭୁ କହିଲା ପରି ନୁହେଁ କି? ସତ୍ୟ କହିବା ପାଇଁ ନୁହେଁ କି ଯୀଶୁ ଖ୍ରୀଷ୍ଟ ମାଡ ଖାଇଲେ? ସତ୍ୟ କହିବା ପାଇଁ ନୁହେଁ କି ଯୋହନ ଜେଲରେ ପଡିଲେ? ସତ୍ୟ କହିବା ପାଇଁ ନୁହେଁ କି ପ୍ରେରିତ ମାନେ କରଡାରେ ପିଠି ଚିରି ହେଲା ସେମାନଙ୍କର? କିନ୍ତୁ ଆଜି କଣ? ଆଜି ସେବକ ମାନେ ତାଳି ପାଉଛନ୍ତି, ଫୁଲମାଳ ପାଉଛନ୍ତି, ସଲ ଗୁଡାଗୁଡି ହେଉଛି, ମଧୁଆ ମାନେ ମଧ୍ୟ ଆମର ଫ୍ୟାନ୍ସ। କେତେ ନନସେନ୍ସ ସେବା ଏଇଟା! ହାପି ମାନେ ମଧ୍ୟ ଆମକୁ ଭଲ ପାଆନ୍ତି, ହଁ ବଢିଆ କହିଲେ ଆଜ୍ଞା, ମଦ ପିଇଲେ ବି ପାପ ନାହିଁ ପୁଣି। ପାପୀ ମାନେ ବି ଆମକୁ ଫ୍ୟାନ୍ସ ହେଇଯାଉଛନ୍ତି ଆଜିକାଲି। ଡର ଲାଗୁନି, ଭୟ ଲାଗୁନି ସେବକ ମାନଙ୍କୁ ଦେଖିଲେ? then you are not a ସେବକ, actually you are a people pleaser। ଲୋକମାନଙ୍କୁ ଖୁସି କରାଇବାର ମନୁଷ୍ୟର ଦାସ ହେଇଗଲେ। ଈଶ୍ୱରଙ୍କ ଦାସ ଯଦି ହେଇଥାନ୍ତ, ତାହେଲେ ତୁମେ କଣ ହେଇଥାନ୍ତ? ଲୋକମାନଙ୍କୁ ଫେରିବାକୁ ସେମାନଙ୍କୁ ତୁମେ ଚେତନା ଦେଇଥାନ୍ତ। ଆମ୍ଭର ସଭାର, ଆମ୍ଭର ଟିମର ଯଦି ତୁମେ ଭାବବାଦୀ ହେଇଥାନ୍ତ, ତାହେଲେ କଣ ହେବ ବୋଲି କହିଲେ ପରମେଶ୍ୱର? ଜିର୍ମିୟ 23 ଜିର୍ମିୟ 21 ପଦ, ଶରଣଦୀପ। ଆମ୍ଭେ ଏହି ଭବିଷ୍ୟତ ବକ୍ତାମାନଙ୍କୁ ପଠାଇଲୁ ନାହିଁ, ତଥାପି ସେମାନେ ଦୌଡ଼ିଲେ। ଆମ୍ଭେ ସେମାନଙ୍କୁ କଥା କହିଲୁ ନାହିଁ, ତଥାପି ସେମାନେ ଭବିଷ୍ୟତ ବାକ୍ୟ ପ୍ରଚାର କଲେ। ମାତ୍ର ଯେବେ ସେମାନେ ଆମ୍ଭ ସଭାରେ ଠିଆ ହୋଇଥାନ୍ତେ, ତେବେ ଆମ୍ଭ ଲୋକମାନଙ୍କୁ ଆମ୍ଭର ବାକ୍ୟ ଶୁଣାଇଥାନ୍ତେ ଓ ସେମାନଙ୍କ କୁପଥରୁ, ସେମାନଙ୍କ କୁକ୍ରିୟାରୁ ସେମାନଙ୍କୁ ଫେରାଇଥାନ୍ତେ। ବାସ୍ 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 ବାସ୍। ପ୍ରଭୁ ପଠାଉଥିବା ଦାସ ମାନଙ୍କୁ, ଭାଓବାଦୀ ମାନଙ୍କୁ କେମିତି ଚିହ୍ନିବାର? ପ୍ରଭୁ କହିଲେ ମୁଁ ସେମାନଙ୍କୁ ପଠାଇ ନାହିଁ, ମୁଁ ନ ପଠାଇଲେ ବି ସେମାନେ ଧାଇଁ ଧାଇଁ ପଳେଇ ଆସିଲେ, ପ୍ରଭୁ ମତେ ପ୍ରାର୍ଥନା କରୁଥିଲେ, ପ୍ରଭୁ ପଠାଇଲେ ମତେ। ନାଇଁ ତୁଚ୍ଛାରେ, ଆମେ ସେମାନଙ୍କୁ ପଠାଇଲୁ ନାହିଁ, ତଥାପି ସେମାନେ ଧାଇଁକି ଆସିଲେ। ଆମେ ସେମାନଙ୍କ ସହିତ କଥା ବି ହେଲୁ ନାହିଁ, ତଥାପି ସେମାନେ କହନ୍ତି ସଦା ପ୍ରଭୁ ଏଇ କଥା କହୁଛନ୍ତି ବୋଲି କହିଦେଉଛନ୍ତି। ଯଦି ସେମାନେ ଆମ୍ଭେ ପଠାଇଥିବା ଦାସ ହେଇଥାନ୍ତେ,
ତାହେଲେ ସେମାନେ ନିଜର ମନର କଥା କହି ନଥାନ୍ତେ, ସେମାନେ ଆମ୍ଭର ବାକ୍ୟ ତୁମକୁ ଶୁଣାଇଥାନ୍ତେ ଆମଠୁ ପାଇକି। And ସେମାନେ ଲୋକମାନଙ୍କର ଦୁଷ୍ଟତାରୁ କୁପଥରୁ ସେମାନଙ୍କୁ ଫେରାଇଥାନ୍ତେ, ଯଦି ମୋର ଦାସ ଯଦି ହେଇଥାନ୍ତେ। ଆଜ୍ଞା ଏଇଟା ଆପଣ ମାନଙ୍କୁ କହୁଛି, ମୁଁ ଦାସ ମାନଙ୍କୁ ପାଇଁ କହୁନି, ଏଇଟା ସବୁ ଆପଣ ମାନଙ୍କୁ କହୁଛେ କେମିତି ଚିହ୍ନି ମାର। ଏଇ ଦୁଷ୍ଟ ଜଗତ, ଏଇ ପାପ ଜଗତ, ଅଶ୍ଳୀଳ କାମକ ଲୋକମାନଙ୍କ ମଝିରେ ପ୍ରଭୁ ଜଣକୁ ଦାସକୁ ପଠାଇ ବ୍ଲେସିଂ ବ୍ଲେସିଂ କହିବ ବୋଲି କେମିତି ଭାବୁଛନ୍ତି? ନୋହଙ୍କର ସମୟରେ ଯେମିତି ଥିଲା ସେପରି ଦୃଷ୍ଟ ମନୋଭାବର ଲୋକମାନେ ଭର୍ତ୍ତି ଥିବା ଏଇ ଯୁଗରେ, how can you expect God is telling something about blessings these days without repentance? ଯିଶୁ ଯଦି ଏଇ ଯୁଗରେ ଆସିଥାନ୍ତେ, ରିପେଣ୍ଟେନ୍ସ ପ୍ରିଚ୍ କରିଥାନ୍ତେ ନା ବ୍ଲେସିଂ ହିଲିଂ ପ୍ରିଚ୍ କରିଥାନ୍ତେ? କହୁନାହାନ୍ତି, କଣ ଲାଗୁଛି ଆପଣ ମାନଙ୍କୁ? ଆଜିକାଲିର ସଭା ମାନଙ୍କର 10,000 ଲୋକମାନଙ୍କ ମଧ୍ୟରେ, ଗନ୍ଧିଆ ଜିନ୍ ପ୍ୟାଣ୍ଟ ବାଲା ମାନଙ୍କ ମଧ୍ୟରେ, ଗନ୍ଧିଆ ଟ୍ୟାଟୁ ଲଗାଇଥିବା ଖ୍ରୀଷ୍ଟିଆନ ମାନଙ୍କ ମଧ୍ୟରେ ହିଲିଂ ହିଲିଂ ବ୍ଲେସିଂ ବ୍ଲେସିଂ କହିବା ଦାସ ମାନେ ପ୍ରଭୁଙ୍କୁ ପଠାଇଥିବା ଦାସ ବୋଲୁଛନ୍ତି କି ଆପଣ ମାନେ? ଆମେ ସେମାନଙ୍କୁ ପଠାଇଲୁ ନାହିଁ। ଯଦି ଆମେ ପଠାଇଥାନ୍ତୁ ତ ଲୋକମାନଙ୍କୁ ଫେରିବାକୁ ସେମାନେ ଚେତନା ଦେଇଥାନ୍ତେ। The real anointing is to make people turn to God. କଣ ଥିଲା ବାପ୍ତିଜକ ଯୋହନଙ୍କର ସେବା? କଣ ଥିଲା? ଲୋକ ଏକ 15-14 ଲୁକ 1:14 ସେ ତୁମ୍ଭର ଆନନ୍ଦ ଓ ଉଲ୍ଲାସର କାରଣ ହେବ, ପୁଣି ଅନେକେ ତାହାର ଜନ୍ମରେ ଆନନ୍ଦ କରିବେ, ଯେଣୁ ସେ ପ୍ରଭୁଙ୍କ ଛାମୁରେ ମହାନ ହେବ। ସେ ଦ୍ରାକ୍ଷାରସ କି ସୁରା କେବେ ହିଁ ପାନ କରିବ ନାହିଁ, ପୁଣି ମାତାର ଉଦରରୁ ସୁଦ୍ଧା ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବ। ଆଉ ସେ ଇସ୍ରାଏଲ ସନ୍ତାନ ମାନଙ୍କ ମଧ୍ୟରୁ ଅନେକଙ୍କୁ ପ୍ରଭୁ ସେମାନଙ୍କ ଈଶ୍ୱରଙ୍କ ପ୍ରତି ଫେରାଇବ, ପିତାମାନଙ୍କ ହୃଦୟ ସନ୍ତାନ ମାନଙ୍କ ପ୍ରତି ଓ ଅବାଧ୍ୟ ମାନଙ୍କୁ ଧାର୍ମିକ ମାନଙ୍କ ଜ୍ଞାନରେ ଆଚରଣ କରିବା ନିମନ୍ତେ ଫେରାଇବାକୁ, ଏବଂ ବାସ୍ ବାସ୍ ପ୍ରଭୁଙ୍କ ହେଲୋ ବାବୁ, ଗୋଟେ 16 ପଦ ଦେଖ। ଆଉ ବାପ୍ତିଜକ ଯୋହନ ଇସ୍ରାଏଲ ସନ୍ତାନ ମାନଙ୍କ ମଧ୍ୟରୁ ଅନେକଙ୍କୁ what ବ୍ଲେସ୍ କରିବାକୁ, ହିଲ୍ କରିବାକୁ ଅଭିଷେକ ଦିଆ ହେଲା କି ନା? ଅନେକଙ୍କୁ ପ୍ରଭୁ ସେମାନଙ୍କୁ ଈଶ୍ୱରଙ୍କ ପ୍ରତି ଫେରାଇବାକୁ, to turn them towards their Lord their God, ପ୍ରଭୁଙ୍କ ନିକଟକୁ ଫେର ପରା ବୋଲି ଚେତନା ଦେବାକୁ, ଡାକରା ଦେବାକୁ ଅଭିଷେକ କରିଛୁ। ଆଉ 17 ପଦରେ ପିତା ମାତାଙ୍କ ହୃଦୟ ସନ୍ତାନ ମାନଙ୍କ ପ୍ରତି ଆଉ ଅବାଧ୍ୟ ମାନଙ୍କୁ ଧାର୍ମିକ ମାନଙ୍କ ଜ୍ଞାନରେ ଆଚରଣ କରିବା ନିମନ୍ତେ ଫେରାଇବାକୁ, ଏବଂ ପ୍ରଭୁଙ୍କ ସକାଶେ ସୁସଜ୍ଜିତ ଗୋଟିଏ ପ୍ରଜାମଣ୍ଡଳୀ ପ୍ରସ୍ତୁତ କରିବାକୁ ବାପ୍ତିଜକ ଯୋହନ ଏଲିୟଙ୍କ ଆତ୍ମା ଓ ଶକ୍ତିରେ ପ୍ରଭୁଙ୍କ ଆଗରେ ଗମନ କରିବେ। କଣ ପାଇଁ ଅଭିଷେକ? ପୁଣି ଏଲିୟଙ୍କର ଆତ୍ମା ଓ ଶକ୍ତି ହିଲ୍ କରିବାକୁ କି, ବ୍ଲେସ୍ କରି ପ୍ରସ୍ପେରିଟି ବ୍ଲେସିଂ ଦେବାକୁ କି ଏ ଦାସ ମାନଙ୍କୁ ପଠାଇଛନ୍ତି। ଏଇ ଯୁଗରେ ଏଇ ଦୁଷ୍ଟ ସମ୍ପୂର୍ଣ୍ଣ ଭାବେ ପାପର ସୀମା ଶେଷକୁ ପହଞ୍ଚିଲାଣି, ଏଜକୁ ଆସିଗଲାଣି। ଏଇ ଯୁଗରେ I don't think God is going to bless India or America or Israel or any somebody. Wrong, completely false prophets mane sab, blessing prophets wala sab. If you are real prophet of God, you will warn people and encourage them to turn to God. Blessing ro ପ୍ରଚାର ଆବଶ୍ୟକତା ହିଁ ନାହିଁ। ଲୋକମାନେ ଫେରିଲେ ପ୍ରଭୁ ଆପେ ବ୍ଲେସ୍ କରିବେ। ଆଜ୍ଞା, you don't need a blessing message.
लोक माने फेरिले प्रभु आपे ब्लेस करिवे जहा प्रॉस्पेरिटी हो जहा हीलिंग हो जहा भी हो you don't need a word for a prophecy or for a blessing or a healing but you need a word to turn to God प्रभु को निकट को फेरिबा पय गोटे वाक्य दरकार ना फेरला परे आशीर्वाद प्रचार दरकार नहीं प्रभु आपे आशीर्वाद करि पकाइबे मु आशीर्वाद प्राप्त होइछि केबे आशीर्वाद प्रचार सुनी नहीं केबे आशीर्वाद पाई लाइन रे छिड़ा ही नहीं रोगरु सुस्थता भी पाई कि केबे रोग पाई लाइन रे छिड़ा ही नहीं कुआडे मध्य कष्ट लाइफ रे कष्ट आसे समस्या आसे विपद आसे संकट आसे ओनली वन थिंग आई डू कौन को जाके क्षमा मांगी चेक करबी कोठी रंग करली कौन भूल करली कौन किच करली कौन करली संगीता को गाली करले भी क्षमा मांगी मो प्रभु को गोड़ धरिकी केरी को गाली करले भी प्रभु को गोड़ धरे मु कथा कथर को दासों को किछ कही देली जदि हठात प्रभु गोड़ धरि प्रभु ना केबे करिबि नहीं प्रभु सॉरी नहीं 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 और अधिकार नहीं सॉरी प्रभु then I get relaxed क्षमा मागिबा को सिखाई नाहंती गोड़ प्रभु को गोड़ धरिबा को सीखी नाहंती फेरिबा को सीखी नाहंती but God is going to bless India and bless Christians bless the churches of India पुणी माडो खाइबे सब देखो था तो आगे 2008 दंगा किछि नहीं ग्राहम स्टेन्स पे कांदी बाटा कि 2008 दंगारे प्रमुख कोल को चली जाइथिबा भाई भौणी मान को पई कांदी बाटा ने निजर पे कांदीबार समय आसलानी आ निजर पे कांदीबार समय आसलानी केते दूर विश्वास रे ठिया हेबे देखिबा ब्लेसिंग 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 वाला कोड पळेले कोरोना रो 2 वर्ष रे पचारु नांती सेते बेले लॉकडाउन उठाइला गरे और हीलिंग बीटिंग्स 2 वर्ष कोविड बेलू को ही मन परिवर्तन करिबार थिला क्रिश्चियन माने आ हीलिंग मीटिंग पाखु जीवा नहीं आ गया डिजीज एक्सास उछि कोन करिबे थोर और लॉकडाउन है कि मूवी भीतर बसथिबे लॉकडाउन उठाई देला पर तेल से सब बोतल धर के बाहरिबे तेल रुमाल प्रार्थना सूता पुनी से माने आम्भर दास जदि हेई थांते तो लोक मान को फेरिबा को चेतना दे थांते रियल मिनिस्ट्री is to make people turn to God दानियल 12:3 फेरिबा निमंते डाकरा काई आजिकली दानियल 12:3 आउ जो माने ज्ञानवान से माने आकाशर दीप्तिर तुल्य और जो माने अनेकों को धर्मर प्रति फेराई आनंती से माने तारागणर तुल्य अनंत काल पर्यंत तेजस्वी हेबे Who is the true तारा माने जे माने अनेकों को धार्मिक तार पथ आड़ को फेरांती to turn them towards the way of righteousness बहुत थोड़ा कही प्रकृत रे आत्मलाभ माने कौन real soul winning soul we have to win the souls not the bodies आत्मा लाभ करिवु ना शरीर लाभ करिवु हीलिंग करी जतकी पैसा जतकी प्रॉस्पेरिटी जतकी हीलिंग होची शरीर पय होची तो तुमको शरीर लाभ करिया पय पठाइले ना आत्मा लाभ करिया पय पठाइले परमेश्वर आपनकर कोन होची आत्मा लाभ होची ना शरीर लाभ होची खाली हीलिंग रो कमेंट थिबो खाली हम पे प्रार्थना करो गवर्नमेंट जॉब म पाइबर प्रार्थना करो जॉब पाइबर से एग्जाम लिखिछु हीलिंग मरले कोन हेबा कि प्रॉब्लम कोन कोन तो जाकब 5:19-20 आत्मा लाभ माने कोन व्हाट इज द सोल विनिंग बेसी बहुत क्लोज मिसी जाइछन जगत सहित नहीं कि छाड़ीबा को मन नहीं आउ जे मरिबा को डरू छी आज्ञा से आगमन पई भी डरिबो आगे जीवा पे इच्छा करिवो नहीं मने रखंतु
ଚାକୁବ 5:19-20। हे मोहर भाई माने तुम्भମାନଙ୍କ ମଧ୍ୟରୁ ଯଦି କେହି ସତ୍ୟ ପଥରୁ ଭ୍ରାନ୍ତ ହୁଏ ପୁଣି କେହି ତାହାକୁ ଫେରାଇ ଆଣେ ତେବେ ଯେ ପାପୀକୁ ଭ୍ରାନ୍ତି ପଥରୁ ଫେରାଇ ଆଣେ ସେ ଯେ ତାହାର ଆତ୍ମାକୁ ମୃତ୍ୟୁରୁ ରକ୍ଷା କରେ ଓ ବହୁତ ପାପ ଆଚ୍ଛାଦନ କରେ ଏହା ଜାଣ। ପ୍ରେଜ୍ ଦ ଲର୍ଡ। ଜଣେ ପାପୀଙ୍କୁ ଧାର୍ମିକତା ଆଡକୁ ଜଣେ ଫେରାଇ ଆଣୁଛି, ଜଣେ ସେ କଣ କରୁଛି? ଗୋଟେ ଆତ୍ମାକୁ ମୃତ୍ୟୁରୁ ରକ୍ଷା କରୁଛି। He is saving a soul from death. Winning a soul is not healing the bodies, brother. ବହୁତ ବର୍ଷ ତଳେ ମୁଁ ଷ୍ଟାଟସ୍ ରେକର୍ଡେସନ ଦେଇଥିଲି। Winning a soul is not healing a body. ଆତ୍ମା ଲାଭ କରିବା ମାନେ ଶରୀରକୁ ସୁସ୍ଥ କରିବା ନୁହେଁ ଆଜ୍ଞା। ଷ୍ଟିଲ୍ ଆମକୁ ପରିତ୍ରାଣର ସଭା ଅପେକ୍ଷା ସୁସ୍ଥତାର ସଭା ହିଁ ଭଲ ଲାଗୁଛି। ନା ସେ ସେବକ ମାନେ ସ୍ୱର୍ଗ ଯିବେ, ନା ଏ ସୁସ୍ଥତା ପାଇବା ଲୋକମାନେ ସ୍ୱର୍ଗକୁ ଯିବେ। ମନେ ରଖନ୍ତୁ, ମିନିଷ୍ଟ୍ରି ଏଇ ଯୁଗ, ଏଇ ଦୁଷ୍ଟ ଯୁଗ ଯୋଉଠିକି ଭଣ୍ଡ ଖ୍ରୀଷ୍ଟ ଆସିବା ପାଇଁ ରେଡି ହେଇଯାଇଛି, ଅଗ୍ନି ବୃଷ୍ଟି ହେଇକି ଦଗ୍ଧ ହେବା ପାଇଁ ଯୋଉ ଜଗତ ପ୍ରସ୍ତୁତ ଅଛି, you think God will bless this world today? ब्लेसिंग पाइला पर लागुଛି କି ଏଟା? सब false prophets. God is going to bless India. भासी जीवो देखो आपण माने, ऐसा वैसा कुछ नहीं है। यदि कुछ ब्लेसिंग आने वाला है, ଖ୍ରୀଷ୍ଟୀୟ ସମାଜରେ ସେ ଜାଗୃତି ଆସିବାର ଅଛି। ଲୋକମାନେ ପୃଥିବୀ ଆଡକୁ ଜଗତ ଆଡକୁ ଦୃଷ୍ଟି ନ କରି ଉର୍ଦ୍ଧ୍ୱ ଆଡକୁ ଦୃଷ୍ଟି କରିବାର ମନୋଭାବ ଆସିଲା ମାନେ ଉଦ୍ଦୀପନା ଆରମ୍ଭ ହେଲା ବୋଲି ଅର୍ଥ। ରିଭାଇଭାଲ ହ୍ୟାଜ ଷ୍ଟାର୍ଟେଡ ବୋଲି ଅର୍ଥ। କେବଳ ରାପଚର ପାଇଁ ପ୍ରସ୍ତୁତ ହେଉଥିବା ଦଳ ଭିତରେ ହିଁ ସେ ଉଦ୍ଦୀପନା ଆସୁଛି, ସବୁ ଖ୍ରୀଷ୍ଟିଆନ ମାନଙ୍କୁ ଆସିବ ନାହିଁ। ବାପ୍ତିଜକ ଯୋହନ ସମସ୍ୟା ଟିକେ देखिबा। सब ठीक था, उनका एंडिंग थोड़ा खराब हो गया। हमें केते आरंभ कलु बड़ कथा नहीं आज्ञा, केमती शेष करछु बहुत बहुत इंपोर्टेंट एटा। के जण को देखो, के जण आत्मिक जीवन से आज्ञा वो सेते बेले हमें बहुत प्रार्थना करथिले, एबे कोन करछो? सेते बेलर कथा काई एबे काई एबे किछ कहि पारनंती काई? आज्ञा सेते बेले बहुत प्रार्थना करिवार, हमें बहुत गीत गाइबार, सेते बेले छाड़ो आज्ञा, जो पुराना हाउस को छोड़ो, आज की बात करो। तुम्हें सेते बेले केते प्रार्थना करथिलो, तुम्हें सेते बेले केते उद्योगी थिलो, सेटा देखिकी प्रभु आज तुमको स्वर्ग को नेबे नहीं। आज जी किमती अच्छो, हाउ यू आर राइट नाउ। आपकी आत्मिक जिंदगी अभी कैसे है? पुराने जमाने के सक्सेस स्टोरीज पे ऊपर निर्भर मत कीजिएगा, आज कैसे हैं? बाप्तिजक जोहन को सेवा सरला जेल रे पड़ले से, तो सब कोई बार रीजन थिला कौन पे जेल रे गले? सत्य कहिलारु, पाप को खंडन कलारु, पाप विरुद्ध रे ठिया हेलारु, अधर्म विरुद्ध रे ठिया हेलारु। लोक माने कोन कहिथिबे? हेरोदंग पाखु जाके सिमती कहि देबो कि हैं? Praise the Lord. माथ्यू 14 अध्याय 1 पदरु बाबू। ସେହି ସମୟରେ ସାମନ୍ତ ରାଜା ହେରୋଦ ଯୀଶୁଙ୍କ ସମ୍ବନ୍ଧୀୟ ସମାଚାର ଶୁଣି ଆପଣା ଦାସମାନଙ୍କୁ କହିଲେ, ଏ ବାପ୍ତିଜକ ଯୋହନ ସେ ମୃତମାନଙ୍କ ମଧ୍ୟରୁ ଉଠି ଅଛନ୍ତି, ସେଥି ସକାଶେ
ଏହି ସମସ୍ତ ଶକ୍ତି ତାହାଙ୍କଠାରେ କାର୍ଯ୍ୟ କରୁଅଛି। ଯେଣୁ ହେରୋଦ ଆପଣା ଭ୍ରାତା ଫିଲିପଙ୍କ ଭାର୍ଯ୍ୟା ହେରୋଦିଓଙ୍କ ସକାଶେ ଯୋହନଙ୍କୁ ଧରି ଓ ବାନ୍ଧି ବନ୍ଦିଶାଳାରେ ପକାଇ ଦେଇଥିଲେ, କାରଣ ଯୋହନ ତାଙ୍କୁ କହୁଥିଲେ, ଏହାଙ୍କୁ ରଖିବା ଆପଣଙ୍କର ବିଧି ସଙ୍ଗତ ନୁହେଁ। ଆଉ ସେ ତାଙ୍କୁ ବଧ କରିବାକୁ ଇଚ୍ଛା କଲେ ସୁଦ୍ଧା ଲୋକ ସମୂହକୁ ଭୟ କଲେ, କାରଣ ସେମାନେ ତାଙ୍କୁ ଭାବବାଦୀ ବୋଲି ମାନୁଥିଲେ। କିନ୍ତୁ ହେରୋଦଙ୍କର ଜନ୍ମଦିନ ପଡନ୍ତେ ହେରୋଦିଆଙ୍କ କନ୍ୟା ସଭା ମଧ୍ୟରେ ନୃତ୍ୟ କରି ହେରୋଦଙ୍କୁ ମୁଗ୍ଧ କରିଦେଲା। ସେଥିରେ ସେ ଶପଥ କରି ପ୍ରତିଜ୍ଞା କଲେ ଯେ ସେ ଯାହା କିଛି ମାଗିବ ସେ ତାହାକୁ ତାହା ଦେବେ। ଆଉ ସେ ଆପଣା ମାର ଶିକ୍ଷାରେ ପଡି କହିଲା, ବାପ୍ତିଜକ ଯୋହନର ମସ୍ତକ ଏଠାରେ ଗୋଟିଏ ଥାଳିରେ ମତେ ଦିଅନ୍ତୁ। ଏଥିରେ ରାଜା ଦୁଃଖିତ ହେଲେ ସୁଦ୍ଧା ନିଜ ଶପଥ ଓ ଆପଣା ସହିତ ଭୋଜିରେ ଉପବିଷ୍ଟ ବ୍ୟକ୍ତିମାନଙ୍କ ସକାଶେ ତାହା ଦେବାକୁ ଆଜ୍ଞା କଲେ। ପୁଣି ଲୋକ ପଠାଇ ବନ୍ଦିଶାଳାରେ ଯୋହନଙ୍କ ମସ୍ତକ ଛେଦନ କରାଇଲେ। ଆଉ ବାସ୍ ବାସ୍ ତାହାଙ୍କ ଏଇଟା ଥିଲା ଷ୍ଟୋରି। ବାପ୍ତିଜକ ଯୋହନ ହେରୋଦଙ୍କ ପାଖକୁ ଯାଇ କହିଦେଲେ, ତୁମେ ବ୍ୟଭିଚାର କରିଛ, ଭାଇଙ୍କର ସ୍ତ୍ରୀକୁ ଆଣିକି ରଖିଦେଇଛ, ତୁମେ ଉଚ୍ଚ ପଦରେ ଅଛ ବୋଲି ସବୁ ଚଳିଦେବ ବୋଲଛ ନା କଣ? ଏ ଶାସ୍ତ୍ରୀ ଫାରିସୀ ମାନେ କିଛି କହୁନାହାନ୍ତି ନାଇଁ କି? ମୁଁ କହୁଛି ବ୍ୟଭିଚାର କରୁଛ ତୁମେ, ଭୁଲ ନାହିଁ ଏଟା, ଭୁଲ ନୁହେଁ କି ଏଟା? ଭୁଲ କହିଲାରୁ ସେ ବେଚାରା ହେରୋଦ ରାଗିଗଲେ, କିନ୍ତୁ କିଛି କହିପାରିଲେନି, କାରଣ ଲୋକମାନଙ୍କର ସପୋର୍ଟ ଅଛି ବାପ୍ତିଜକ ଯୋହନକୁ। କିନ୍ତୁ ତାର ସ୍ତ୍ରୀ ରାଗିଗଲା, ସେକେଣ୍ଡ ସ୍ତ୍ରୀ। ତ କଣ କରନ୍ତି, ଦିନେ ଜନ୍ମଦିନ ହେଲା ହେରୋଦଙ୍କର, ଆଉ ଜନ୍ମଦିନରେ ଇଏ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ କଲା ତାର ଝିଅ। ବୁଝିଲେ କି? କଣ ଶିଖାଉଛନ୍ତି ଝିଅ ମାନଙ୍କୁ? ଡ୍ୟାନ୍ସ ଶିଖାଉଛନ୍ତି। କଣ କେମିତି ପାଳନ କରୁଛନ୍ତି ଆପଣଙ୍କର ବର୍ଥଡେ? ଡ୍ୟାନ୍ସ ପ୍ରୋଗ୍ରାମ, ଇଏ ପ୍ରୋଗ୍ରାମ, ସେ ଡ୍ୟାନ୍ସ କରଲା। ଆଉ ସେ ରାଜାଙ୍କର ସହିତ ତାର ସାଙ୍ଗମାନେ, ତାର ମଧୁଆ ମାନେ, ସେ ଝିଅ କେମିତି ଡ୍ୟାନ୍ସ କରଲା କି ଏ ମଧୁଆ ମାନେ କୋଉ ଦୃଷ୍ଟିରେ ଦେଖିଲେ କି ତାଙ୍କୁ, ସେ ଝିଅକୁ କଣ ଶିଖାଉଛନ୍ତି, କୁଆଡେ ପଠାଉଛନ୍ତି? ଭଏସ୍ ଅଫ ଇଣ୍ଡିଆ, ଭଏସ୍ ଅଫ ଓଡିଶା, ଇଣ୍ଡିଆନ ଆଇଡଲ, ଡ୍ୟାନ୍ସ ଇଣ୍ଡିଆନ ଡ୍ୟାନ୍ସ। ଖ୍ରୀଷ୍ଟିଆନ ପିଲା ମାନେ ଲାଇନ ଲଗେଇଛନ୍ତି, ସବୁ ନରକ ଯିବେ, କିଏ ବି ସ୍ୱର୍ଗ ଯିବେନି ଆଜ୍ଞା। ଯୀଶୁଙ୍କର ଗାନା ଗୀତରେ ନାଚିଲେ ବି ସେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ରେ, ଯୀଶୁଙ୍କର ଗୀତ ଗାଇଲେ ବି ସେଟା ଆମର ପ୍ଲାଟଫର୍ମ, ତମର ପରଫର୍ମାନ୍ସ ପାଇଁ କି? ପ୍ରଭୁଙ୍କର ଗୌରବ ପାଇଁ ଗାଉଥିବା ଗୀତ ତମର ପରଫର୍ମାନ୍ସ ପାଇଁ ଗାଇବ କି ସେଠି? ବାକ୍ୟକୁ ଆମେ ନିଜର ସ୍ୱାର୍ଥ ପାଇଁ ବ୍ୟବହାର କରଲେ ବି ପାପ ବୋଲି କହିଲା ବେଳକୁ, ତୁମ ପ୍ରଭୁଙ୍କର ଗୀତ ତୁମର ପରଫର୍ମାନ୍ସ ତୁମର ଶୋ ପାଇଁ ଦେଖାଇବ କି ସେଠି? ପିଲାମାନେ ଯେମିତି ଗାଁ ଦେଖୁଛନ୍ତି ନା ଷ୍ଟେଜରେ, ମୁଁ ଦେଖୁଛି ମିଟିଂସ ରେ କେମିତି ଗାଆନ୍ତି। ସତରେ ଗୋଟେ 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 ସେ ଇଣ୍ଡିଆନ ଆଇଡଲ ର ଜଜେସ୍ ମାନଙ୍କ ସାମ୍ନାରେ ଠିଆ ହେଇ ଗାଇଲା ପରେ ସେ ଫିଲିଂ ଥିବ ସେମାନଙ୍କର, ସେଟା ତ ଯାଇକି ଗାଇବାର ମୋହ ତ ନାହିଁ। ଏଠିକା ସେ ଫିଲିଂ ଟା ଏଠି ଦେଖାଇ ଦେବେ। ଏମିତି ମାନେ ମାନେ ସତରେ ଗୋଟେ ଗୋଟେ ବଡ ଷ୍ଟେଜ ରେ ପରଫର୍ମାନ୍ସ ଦେଖା ହଉଛି, ଆଉ ସାରା ଦୁନିଆ ଦେଖୁଛି, ମତେ ସିଲେକ୍ଟ ହେଇଯିବି ମୁଁ। କିଏ ବି ପ୍ରଭୁଙ୍କୁ ଗୌରବ ଦେଉନାହାନ୍ତି ଆଜ୍ଞା। ଟ୍ୟାଲେଣ୍ଟ ଶୋ ସବୁ, ଆପଣ ଟ୍ୟାଲେଣ୍ଟ ଶୋ ଦେଖାଉଛନ୍ତି ସେଠି। ଝିଅ ନାଚିଲା, ରାଜା ଖୁସି, ପୁଣି ଖୁସି ହେଇକି ତୋତେ କଣ ଦରକାର ଝିଅ, ମୋର ଆଜି ଜନ୍ମଦିନ, ଯାହା ମାଗିଲେ ବି ଦେଇଦେବି ବୋଲି କହିଲାରୁ ମାଗିଥାନ୍ତା ନା ଗୋଟେ ଡ୍ରେସ୍ ଗୋଟେ ଦରକାର, ନହେଲେ କଣ ଗୋଟେ ଦରକାର, ସ୍କୁଟି ଗୋଟେ ଦରକାର ନା। ତାର ମା ପାଖକୁ ଯାଇକି ପଚାରିଲା, ତାର ମା ଗୋଟେ ସ୍ପେଶାଲ, ମା ମମି ଡାଡି ମାଗିଲେ, ମୁଁ କଣ ମାଗିବି ଗୋଟେ ଡ୍ରେସ୍ ମାଗିଦେବି କି ପିଙ୍କ କଲର ର? ଆମର ଘରକୁ ଯୋଉ ପାସ୍ଟା ଆସିଥାଉଛି, ବେଶୀ ଡେଞ୍ଜର ଟା ସେ, ଆସିକି ସେ ଆଶୀର୍ବାଦର ପ୍ରଚାର କରିକି ପଳାଇଥାନ୍ତା ନା। ସେ ଏମିତି ପ୍ରଚାର କରୁଛି କି କିଏ ଜାଣି ସ୍ୱାମୀ ମତେ ଛାଡିଦେବ ନା କେମିତି କି, ତାର ମୁଣ୍ଡ କଟି ଯାଉ, ମାଗି ଯା। ସେ ଯାଇକି ଆସିଲା, ଡାଡି ଡାଡି ମତେ ବାପ୍ତିଜକ ଯୋହନଙ୍କର ବେକ ଦରକାର। क्या चल रहा है परिवार में? ସ୍ୱାମୀ ବାପ୍ତିଜକ ଯୋହନକୁ ଭଲ ପାଉଛି, ସ୍ତ୍ରୀ ତାକୁ ଭଲ ପାଉନି, ଗୋଟେ ପରିବାର ଦିଫାଳ ହେଇଯାଉଛନ୍ତି ଆଜ୍ଞା। Why? It's not a blessing for the family.
परिवार गोटे जन आ गोटे चर्च को देव जो जन आ गोटे चर्च को देवे पिला माने घरे टीवी रु बसुथिबे स्वामी ए चर्च को स्त्री से चर्च को सत्यता चिनी पारले नहीं जानी पारले नहीं तथापि दे फील चर्च को जाओ आमे भी क्रिश्चियन आमे चर्च को जाओ आमे क्रिश्चियन से जायरस रो कन्या मरी गला स्वामी गला जीसु को डाकी आनी मा को स्त्री गले से बाजा बजाइबा लोक कांदिबा लोक मग डाकी आनला ताको विश्वास नहीं किंतु चलुछि परिवार आपण मानकर परिवार जदि एकता नहीं तो पिला माने मरी जीवे आगे हम जानना आपण माने मोर साखे कहली कि नहीं आपण मानक माँ गोटे आड़े बापा गोटे आड़े वाटर भी क्यों पैदा किए मजा लगा क्या कंडे भाविले कि पिला मानक गोटे वर्ष खेल छाड़ देबा आज चिंता करथिले जने भाई मेसेज करले आगे स्त्री को देह भलो नहीं तांकर ब्लड कम अच्छी कौन अच्छी एंड नेक्स्ट मंथ डेलीवरी अच्छी बहुत अध घंटा चिंता करली मुंड खराब हो गला स्त्री रो देह भल नथिला बेले व्हाई आर यू गोइंग टू फॉर सेकंड इश्यूज बट फैमिली को प्लानिंग बोली बाटा नहीं कि भाई मान को भौणी मान को माँ मान को निवेदन कर गोटे भाई हिसाब से मत माने कि मोर कथा शुणु गोटे ईश्वर को दास हिसाब से गोटे आत्मिक पिता हिसाब से और आप आत्मिक भाई हिसाब से बुझाऊ आपण मान जड़े यथेष्ट हो पार ना आपण मानक ये पाप जगत रे दुष्ट जगत रे भविष्य केमती थी आम बंचबू ना मरबू बोल भाविला बेलू व्हाई आर यू प्लानिंग फॉर अ सेकंड इश्यू प्रभु गोटे गोटे संतान देइछन्ती प्रेज द लॉर्ड और सेटा भी केबे आपण लाइफ सेटल हला पर प्लान करंतु पिला मानक पई से मानक लाइफ काहे कि बर्बाद करि पकोछन्ती दी जनकर बुझामण नथिबो स्वामी स्त्री दी जनक भितरे गोटे गोटे अंडरस्टैंडिंग नथिबो हैं दी जन मिसिक रहिबो कि नहीं लास्ट डे सेटा भी गारंटी नहीं तथापि दी चारटा छुआ हो जाउथिबे why are you spoiling the life of children आमे 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 साखी उठू हमर जीवन केमती बर्बाद हैला मजे के लिए शादी मत कीजिएगा बयस हो गला बोली विवाह हुंतु नहीं बयस हो गला आप के हेले भी चलिबो मो बोलला परी हुंतु नहीं better be single than marrying a wrong person कहीं की हेली रे बोले मुंडो पीटिवा अपेक्षा अपने दम पे खड़े हो जिए ना जिएगा किसी की जिंदगी बर्बाद मत कीजिएगा और स्पेशली बच्चों का स्त्री देह संभाली पारिबो कि देखिबार भाई माने नांते आजिकल देह खराब बल नहीं ब्लड नहीं खाऊ नहीं पीऊ नहीं किछ नहीं बट वी नीड चिल्ड्रन अर्जेंट भाई मान कौन गला सब जहा किछि कष्ट पाउछ जब माँ ही पाइबो ना अधा शरीर के नहीं आगे स्त्री बोल कहले हाफ ऑफ आवर बॉडी नुहे कि तांकर पेन हमर पेन नुहे कि हर पेन इज यू हैव टू फील द पेन व्हाई काहे कि एको शरीर बोले काहे कहा गला स्वामी स्त्री को से दी जन भीतर जहा को देह कष्ट हेबो आउ जन को भी कष्ट हेबो तो आउ बट यू डोंट फील एनीथिंग ना किछ फील करि पारनो तांकर पाई you will feel the pain what she is suffering or he is suffering स्वामी जेते व्यथित होउछि स्त्री से फील करि परिबा कथा स्त्री जेते की व्यथा पाउछि स्वामी फील करिबा कथा एथिबा एको शरीर को वी आर नॉट टू बॉडीज इट्स वन बॉडी वन फ्लेश इनको अंडरस्टैंडिंग को आसे कि फैमिली प्लान करंतु पारिबो कि जने को पारिबो ना दी जन को पारिबो ए छोटिया घरे दी जन हेबे हे पारिबो ना टिके प्रभु सेटल पर नेक्स्ट इश्यू पे जीवा टिके व्हाई डोंट यू टॉक घरे माँ बापा माने बुढ़ा मानकर किछ काम नहीं आज गोटे ताओ बोली कहबे से मानकर जुग अलगा थिला 10-12टा करि पकाउथिले एई जुग अलगा अटे फाइनेंशियल कंडीशन देखंतो आपन करो घर देखंतो आपन मन करो
ଆଉ जो ଦି ଜଣ ଯଦି वर्किंग କରୁଛ वर्किंग पीपल ଅଟନ୍ତି ତ ଛୁଆକୁ କିଏ ସମ୍ଭାଳିବ ପ୍ଲାନ୍ କରିକି ପ୍ଲାନ୍ କରନ୍ତୁ ବେକାରରେ ଆଗକୁ ଯାଆନ୍ତୁ ନା ଆଉ ଦେଖନ୍ତୁ ଦୁନିଆର ହାଲତ ଦେଖନ୍ତୁ ପ୍ରେଜ ଦ ଲର୍ଡ ହଠାତ୍ ପଏଣ୍ଟ ଆସିଲା ବୋଲି କହିଦେଲି କିଏ କହିବ କିଏ କହିବେ କିଏ ତ କହିବି ତ ନାହିଁ ଆଉ ବ୍ଲେସିଂ ହିଲିଂ ଛଡା କିଏ କିଛି କହିବାକୁ ନାହିଁ ମଣ୍ଡଳୀ ମାନଙ୍କର ପାଷ୍ଟର ମାନେ ଶିଖାଇବା କଥା ବିଶ୍ୱାସୀ ମାନଙ୍କୁ ଖାଲି ୱିମେନ୍ସ ମିଟିଂ ଚାଲିଥିବ ଜେଣ୍ଟସ ମାନଙ୍କର ମିଟିଂ କାହିଁ जेंट्स मान को शिक्षा दरकार नहीं कि भाई मानकर लेडीज मीटिंग लेडीज मीटिंग लेडीज मीटिंग लेडीज मीटिंग ठीक अच्छे यूथ मीटिंग ओके पिला मान मीटिंग जेंट्स कुआडे गले से माने फ्री किए से मान फ्री टिकट के स्वर्ग को से मान किसी दायित्व नहीं कि भाई मानकर शिक्षा दरकार नहीं से मान को किमती परिवार संभाळिबार बजेट भितर किमती प्लान करिबार फैमिली भाई मानकर मीटिंग भी हेउ महिला समाज भाई मानकर समाज कुआडे गला जानी पारले नहीं सब टेक्निकली बिजनेस चलची आओ प्रेज द लॉर्ड तो सही इश्यू रे माँ आइडिया देला झियो को हम घर को पास्टर पास्टर नो आसंतु नो आसले तोर डांस भी बंद हो जीवो तोर डांस फैंस बंद हो जीवो गोटे फैमिली अछंती छोटे बेले भलो गीत गाई प्रभुଙ୍କର ये मेमोरी वर्कशॉप को थिला छोट झियो मोर कोଳରେ धरी थाए सब बेले तक बहुत वर्ष एबे बड़ हो गला बहुत वर्ष पर फोन करला कौन कर झियो बोल डांस शिखला गीत गाई था वर्शिप करि था स्टेज रे केते खुशी होई था गीत गाई था वर्शिप करि था क्या सोच लिया डांस कर पुण झियो रॉन्ग सेटा टैलेंट्स नुहे डेविल स्पिरिट होटे पॉप म्यूजिक रॉक म्यूजिक माइकल जैक्सन जस्टिन बाइबर बियॉन्स ब्रिटनी स्पीयर्स जेतकी पॉप म्यूजिशियंस होचंती दे आर ऑल डिमोनिक से आखि देखंतु भितरे साप देखा जाउथिबो म्यूजिक जगत डांस जगत खेल ए पॉप रॉक म्यूजिक ए ऑल आर डिमोनिक ब्रदर सिस्टर से माने स्टेज शो को आसीबा पूर्वरु से माने देवता मानकु से भूत राक्षस मानकु बलि देकी से रक्त छिंचिकी से इमती इल्यूमिनेटर सिंबल करिकी से 666 मुद्रा करिकी निज ऊपर मुंड छिंचिकी और आसिकी स्टेज रे सेतले परफॉर्मेंस देखाइला बलको लोक माने पागल 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 हेकी से सब स्पिरिट्स छाडंते से मानकु ऊपर गोटे वीडियो देखाइबे आपण मानकु इमती गोटे रॉक म्यूजिक भितरे गोटे कला स्पिरिट से मानकु मझरे बुलु थाए एमन जानना माने पूरा अंधार लाइटिंग्स रे सुन रॉक म्यूजिक पॉप म्यूजिक कर डांस कर ब्रेक डांस कर चर्च मान डांस गुड़ी को प्रभुंकर गौरवर डांस भावुं ना कौन वर्शिप करूना प्रभुंकर सानिध्य ओल्लाय आसला परी लोक मैंने कांदी को पकईला परी किछ ना स्वर कंठ शुणाइबार कंठ शिल्पी मान बाहर कंठ देखाइबे म्यूजिशियंस माने अपन टैलेंट्स दे आर ऑल टैलेंट्स दे आर नॉट गिफ्ट्स ऑफ गॉड टैलेंट अलग होते कारण विजाति मान को अनख्रिस्टियन मान को भी गीत गाइबार टैलेंट अच्छी डांस कर टैलेंट गिफ्ट नुहे बहुत क्रिश्चियन मान को पाखे इट्स नॉट गिफ्ट्स दे आर स्किल्स और टैलेंट्स लाल सूता फूता पिंध के बजाऊ देउथिबे से प्रभुंकर गीत लाल सूता तुम पूजा करके आसिक बनाए लाल सूता प्रभुंकर गीत बजाले स्टेज ऊपर को भूत आसबे ना पवित्र आत्मा आसबे आप कहूना आपण मैंने कहतु पान चबाई सिंदूर लगे सिंदूर बर्णर सूता गोटे पिंधि देकी ये लगा देकी बजाऊ डाकी आणुंट लोक मैंने देखी मु क्रिश्चियन मीटिंग रे भी बजाई पकाते से माने बढ़िया बजा ओ बढ़िया अरे प्रेज लॉर्ड केते कहबी आ
ଦଙ୍ଗା ଦଙ୍ଗା ପରେ ଯାଇଥିଲି ଗୋଟେ ମିଟିଂ କୁ, ବହୁତ ଦୁଃଖରେ ଥିଲେ ବାପରେ ବିଚାର, ବହୁତ ଦୁଃଖିତ ହେଇଛନ୍ତି ଦଙ୍ଗାରେ। ଗଲା ବେଳକୁ ମୁଁ କେତେ ଏନକରେଜ କରିକି ଭରସା ଖ୍ରୀଷ୍ଟଙ୍କ ଠାରେ ଆମ ମାନଙ୍କର ଗୌରବର ଭରସାର ମେସେଜ ଦେଲି। ଦେଲା ପରେ ଗୋଟେ ଗାଡି ଆସିଲା, ପୁରୁଣା କମାଣ୍ଡର ଗାଡି। ସେ ଗାଡି ଉପରେ କଣ କଣ ସବୁ ରଖା ହେଇଛି, ସେ ଟେଣ୍ଟ ଫେଣ୍ଟ ସବୁ କଣ ବୋଲ କହିଲେ, ନାଟ ଖ୍ରୀଷ୍ଟିୟାନ ନାଟକ। ଯେ ନାଟକ କରୁଛନ୍ତି ଏତେ ମୋଟା ହେଇକି, ମଦୁଆ ପୁଡିଆ ଖାଇବା ଲୋକମାନେ, ଦାନ୍ତ ଦେଖିଲେ, ସେ ହାତ ଦେଖିଲେ, ଆଖି ଦେଖ, ନାଟକ କରିକି ଲୋକମାନଙ୍କୁ ଯୀଶୁଙ୍କର କିଛିଟା ସୁସମାଚାର ବି ଠିକ ଅଛି, ଇଟ୍ସ ନଟ୍ ରଙ୍ଗ। ସ୍କିଟ୍ କରିକି ଗୋଟେ ଡ୍ରାମା କରିକି ଲୋକମାନଙ୍କୁ କିଛି ଶିକ୍ଷା ଦେଇ ହେବ। ସେ ନାଟକ ସେଟା ଅପବ୍ୟୟ ପୁତ୍ରର ନାଟକ ପୁଣି ସେଟା ନାଟକ ଥାଉ। ମୁଁ ଦେଖିନି ନାଟକ ଯାଇ ମାନେ ଯେ ବସୁଛନ୍ତି ମୋ ସହିତ ଖାଇବାକୁ ଲୋକମାନେ, ସେମାନଙ୍କ ପଛରେ ପାଗଳ, ଭାଇନା ବି ଆସିଲ କି, ଆପଣ ପାଇଁ ଜଗିଥିଲୁ, ଆପଣଙ୍କ ପାଇଁ ଇଏ କର, ମୋର ବାକ୍ୟ କୁଆଡେ ଗଲା ହେଲେ? You don't care for the word ନା। ସେମାନେ ବି ଦେଖିଲେ କମ ସେ କମ ପ୍ରଭୁଙ୍କର ଲୋକ ଦେଖା ଯାଉନାହାନ୍ତି, ସେମାନେ ଖାଲି ନାଟକ କରିକି ବୁଲୁଛନ୍ତି। ଏମିତି ଅନ୍ୟ ଜାଗାରେ ମିଟିଂ ଗଲା ବେଳକୁ ମତେ ପାଷ୍ଟର କହିଲେ, ଆଜ୍ଞା ବାକ୍ୟ ଶୀଘ୍ର ସାରନ୍ତୁ ବୋଲେ। କଣ ପାଇଁ ନା ଲୋକମାନେ ପାଲା ଦେଖିବାକୁ ଯିବେ ବୋଲେ। ହ୍ୱାଟ ଇଜ ପାଲା? ଆଇ ଡୋଣ୍ଟ ନୋ। ପାଲା ମାନେ କଣ ମୁଁ ଜାଣିନି। ଦେଖିବେ, ଆପଣ ଦେଖିବେ କି? ଦେଖିବା ବୋଲି ବୋଲୁ ଦେଖ, ସେଟା ଗୋଟେ କୀର୍ତ୍ତନ ଚାଲିଛି, ଗୋଟେ ଟାଇପ ଅଫ କୀର୍ତ୍ତନ ଥାଏ କି ନାଇଁ। ମୁଁ ସେ ଦୂରରୁ ସେ ଗୋଟେ ଫାଉଣ୍ଡେସନ ପଡିଥିଲା, ସେଠି ବସିଥିଲି, ଆଉ ଏ ଭିତରେ ଏ ପାଲା ଦେଖିବାକୁ ବାକ୍ୟ ବନ୍ଦ କରାଇ ଦେଲେ। ସେଥିପାଇଁ ଡାକିଲେ ରାଜୀବ ଭାଇଙ୍କୁ, ନାଇଁ କି ମିଟିଂ କଣ ପାଇଁ କରଲ? ପାଲା ହିଁ କରିଦେଇଥାନ୍ତ। ମୁଁ ଦେଖୁଛି ଆପଣ ମାନେ ବିଶ୍ୱାସ କରିବେ ନାହିଁ, ଯେମିତି ଗୀତ ଚାଲିଥିଲା ବୋଲି ଚାଲେ କି ନାଇଁ ମନ୍ଦିର ମାନଙ୍କ, ସେମିତି ସ୍ୱର, ସେମିତି ଟ୍ୟୁନିଂ ରେ ଚାଲିଛି। ଯୀଶୁଙ୍କର ଗୀତ ଉପରେ ଲାଗୁନି ସେଟା। ଆଉ ମୁଁ ଦେଖେ ସେ ଅନ୍ଧାରରେ ସ୍ପିରିଟ୍ସ ମାନେ, ଇଭିଲ ସ୍ପିରିଟ୍ସ ମାନେ ଆସିକି ସେ ପାଲା ଉପରେ, ସେ ଟେଣ୍ଟ ଫେଣ୍ଟ ଲାଗିছে, ସେ ଉପରେ ବୁଲୁଥିଲେ। ମୁଁ ଦେଖିକି ମତେ ବ୍ୟସ୍ତ ଲାଗିଲା, ବ୍ୟସ୍ତ ଲାଗିଲା, ସତ କହୁଛି ବ୍ୟସ୍ତ ଲାଗିଲା। ମୁଁ କହିଲେ ଭାଇ ପଳେଇବ, ରୁମକୁ ପଳେଇବ। ରୁମକୁ ପଳେଇଲେ, ଆଉ କହିଲେ କାଲି ରହିବେ ନାହିଁ ମିଟିଂରେ ବୋଲି କହିକି ରାତି ଜଣକୁ ଭାଇଙ୍କୁ ଫୋନ କରିକି ସେ ବାଇକ ରେ ଆସିଲେ, ବହୁତ ଦୂର ମତେ ଧରିକି ପଳେଇଲେ। କାହିଁକି ମାଡ ଖାଇବେ ନାହିଁ ଆଜ୍ଞା? କାହିଁକି ଦଙ୍ଗା ହେବନି? କାହିଁକି ପରମେଶ୍ୱର ଅନୁମତି କରିବେ ନାହିଁ? କ୍ଲେଶ, ମହାକ୍ଲେଶ ଆସୁଛି ଏଥିପାଇଁକା। ଯୀଶୁଙ୍କର ସେକ୍ରେଡ ପବିତ୍ରତାକୁ ସିକ୍ୟୁର କରିକି ରଖି ପାରିଲେ ନାହିଁ କେହି ବି। कोठो स्टार्ट कर लो, हेरोद झियो डांस रे स्टार्ट कर लो। तो क्या हुआ उसका 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 फाइनल फल क्या था? जोड़े उत्तम जोड़े भाववादी को मारी देले, से माने लोक मान को चेतना देउथिबो जने भाववादी को मारी देले। स्वर्ग राज्यर बाट देखाउथिबो जने को मारी पकाइले तुम डांस पई। ओ माय गॉड, सत्य कहूँ आज्ञा, आज सब भाव भणी कहू नहीं, कि सत्य कहूँ, बाइबल मोर पाखरे अच्छी, बहुत बड़ 2008 ने ताठू बड़ दंगा आसीबो। हिलिंग मीटिंग, ये मीटिंग फीटिंग, ये टेंट फेंट, ए नाचो सब साड़ी चढ़ाई देवे प्रभु। केते चर्च घर पुड़ीबो, केते क्रिश्चियन माने पुड़ीबे, केते पास्टर मान को हानि पकाइबे, आपण गणी भी पारिबे नहीं। 2014 रे आईसिस माने जिमती इराक रे सीरिया रे मारी पकाइले क्रिश्चियन मान को, बेको काटी 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 फुटबॉल खेलले नहीं, देखले से वीडियो सब। और थोड़ा देखी देखी टिके रिफ्रेश हुंतु माइंड को, जानबे कि दुनिया एटा बोली। ना 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 पलैबो आज्ञा बोलिबा मनोभाव आसीबा जाए, विपद आसीबो। दुनिया नहीं, पैसा नहीं, थाओ आज्ञा थाओ, दरकार नहीं, प्रभु आसी जाओ बोली लोक मानकर हृदय डाकिबार अछि प्रभु को।
So they lost a man of God, John the Baptist. ଯୋହନଙ୍କର ଯାହା ଭୁଲ ଥିଲା ମୁଁ ସୋମବାର ଦିନକୁ କହିବି। ଚିନ୍ତା କରନ୍ତୁ ଏ ସମସ୍ତ ବିଷୟ ଥରେ ସକାଳକୁ ଶୁଣିକି ବାକ୍ୟ ପ୍ରଭୁଙ୍କର ଆତ୍ମାଙ୍କର ଆବେଗରେ ଦୁଃଖରେ ଏସବୁ ଜଣାଉଛି ଆପଣ ମାନଙ୍କୁ। ସର୍ଦାର ସମୟ ଗଲାଣି ଆଜ୍ଞା, ମଜା କରିକି ସର୍ଦା କରିକି ବାକ୍ୟ ଶୁଣିବାର କହିବାର ମଜା କରିବାର ସମୟ ସରିଗଲାଣି। ଦେଖିଲେ କି ନା ନ୍ୟୁଜ ସିଏଏ ୟୁସିସି ଲାଗୁ ହେବାକୁ ଯାଉଛି। କଣ ତା ପଛରେ ଥିବା ସିକ୍ରେଟ କଣ ଜଣାଇବି, ନେକ୍ସଟ ୱିକ୍ ଜଣାଇବି। ଏସବୁ ଦେଖିଲେ କଣ ଜଣା ପଡୁଛି? ଡୁ ୟୁ ଫିଲ୍ ସେଫ୍? ଇଣ୍ଡିଆ ବ୍ଲେସିଂ ଏଥିପାଇଁ ଦରକାର ପାଷ୍ଟର ମାନଙ୍କୁ, ଆହୁରି ପଇସା ମିଳିବ, ଆଉ ଲୋକମାନେ ଡାକି ମିଟିଂ କରିକି ପଇସା ମିଳିବ। ଆତ୍ମିକ ଉଦ୍ଦେଶ୍ୟ ନାହିଁ କା ଗଭର୍ଣମେଣ୍ଟ ଚେଞ୍ଜ ହେଇଯାଉ, ପ୍ରେ ଫର ଇଣ୍ଡିଆ ଗୀତ ଆଉ ଭ୍ୟାଲିଡ ନୁହେଁ ସେଟା। ଇଟ୍ସ ନଟ୍ ଭ୍ୟାଲିଡ। God has never planned for any country in the world. ପରମେଶ୍ୱର ଗୋଟେ ଦେଶ ପ୍ରତି କିଛି ଯୋଜନା କରିନାହାନ୍ତି। ଲୋକମାନେ ପରିତ୍ରାଣ ପାଆନ୍ତୁ ଯୋଉ ଦେଶ ହେଲେ ବି, ଏଟା ହେଲା ଯୋଜନା। ଦେଶ ପୁରା ଚେଞ୍ଜ ହେବ ନାହିଁ। country will saved, it's not the plan of God. ଇସ୍ରାଏଲ ଦେଶ ବି ଚେଞ୍ଜ ହେଲା ତ ନାହିଁ। ଯୀଶୁ ଖ୍ରୀଷ୍ଟ ପ୍ରେରିତ ମାନେ ମିଶିକି ସେବା କଲା ପରେ ମଧ୍ୟ ଇସ୍ରାଏଲ ତ ଖ୍ରୀଷ୍ଟିଆନ ହେଲା ନାହିଁ, ଆଉ ବାକି ଦୁନିଆ କୁଆଡେ ହେଇଯିବ। So ସେ ଟ୍ରାକ୍ କୁ ଯାଆନ୍ତୁ ନାହିଁ। And these are all false prophecies. One and only prophecy, get ready for the rapture. ଜଗତ ଆମର ନୁହେଁ, ଆମେ ଜଗତର ନୁହେଁ। ଊର୍ଦ୍ଧ୍ୱ ଦୃଷ୍ଟି କରିବାର ପ୍ରଭୁ ଡାକିଲେ ପଳାଇବାର। ହଁ, ଯିବା ପୂର୍ବରୁ ଲୋକମାନଙ୍କୁ ଫେରିବା ନିମନ୍ତେ ଚେତନା ଦେବାର, ଯେ ଫେରିଲା ତାଙ୍କୁ ଧରିକି ପଳାଇବାର। ଯେ ଫେରୁନି ଛାଡିଦେବାର, ତାର ପଛରେ ଧାଇକି, ତାର ପଛରେ କାନ୍ଦିକି, ତାର ଗୋଡ ଧରିକି, ତାର ଦାଢି ଧରିକି ନେବୁ ନାହିଁ ଆମେ। Give a chance. If people will repent, take them and go away. ଚକ୍ଷୁ ବନ୍ଦ କରିବା, ପ୍ରାର୍ଥନା କରିବା। ହେରୋଦଙ୍କର ମୁଖାପେକ୍ଷା ଡର ପାଇଁ ଯୋହନ ମରିଲେ। ଗୋଟେ ସ୍ତ୍ରୀର ବ୍ୟଭିଚାରର ପାପକୁ ଦେଖାଇବାରୁ ରାଗିଲାରୁ ଯୋହନ ମରିଲେ। ଗୋଟେ ଝିଅର ନଥିବା ନାଚ ଯୋଗୁ ଯୋହନ ମରିଲେ। ଆମର ବର୍ତ୍ତାବ, ଆମର ବ୍ୟବହାର, ଆମର ସ୍ୱଭାବ ଯୋଗୁ ଜଣେ ଉତ୍ତମ ଦାସଙ୍କୁ ମାରି ନ ଦିଆଯାଉ। ଦାସ ମାନଙ୍କୁ ମାରିଦେଲା ଭଳି, ଗୋଟେ ଶିକ୍ଷାକୁ କାଟିଦେଲା ଭଳି ନ ହେଉ ଆମର ଜୀବନ। ଚେତନା ଦେବା ଲୋକ ନଥିଲେ, ଭୁଲ ପଥରେ ଗଲେ ମଧ୍ୟ କିଏ ବି କହିପାରିବେନି ଆପଣଙ୍କୁ, କିଏ ବି ବଞ୍ଚାଇବେନି ଆଜ୍ଞା। ପ୍ରାର୍ଥନା କରୁଛି। ମହାପବିତ୍ର ପ୍ରେମିକ ସ୍ୱର୍ଗସ୍ଥ ପିତା, ତୁମରି ପବିତ୍ର ନାମକୁ ଧନ୍ୟବାଦ ଦେଉଛି ପ୍ରଭୁ। ଦୟା କର, ଅନୁଗ୍ରହ କର, ଆମକୁ ଚେତନା ଦେଇ, ଆମକୁ ଶିକ୍ଷା ଦେଇ, ଆମକୁ ପରାମର୍ଶ ଦେଇ, ଉତ୍ତମ ପଥ ଆମକୁ ଦେଖାଇ, ଆମକୁ ଫେରିବାକୁ ଚେତନା ଦେଉଥିବା ଦାସ ମାନଙ୍କୁ ଯେପରି ଆମେ ରିଜେକ୍ଟ ନ କରିବୁ, ଅବହେଳା ନ କରିବୁ, ତୁଚ୍ଛ ନ କରିବୁ, ତିରସ୍କାର ଯେପରି ନ କରିବୁ ସାହାଯ୍ୟ କର। ଭୁଲ ବଶତଃ ମଧ୍ୟ ସେମିତି ନ ହୁଏ ଆମ ଦ୍ୱାରା। ତେବେ ଯେଉଁ ଦାସ ମାନଙ୍କୁ ପଠାଇଥାଉ ଆମର ଉଦ୍ଧାର ନିମନ୍ତେ, ଆମର ମୁକ୍ତି, ଆମର ପରିତ୍ରାଣ ନିମନ୍ତେ, ସେମାନଙ୍କୁ ଯେପରି ଆମେ ହରାଇ ନ ବସିବୁ, କେବଳ ଜଗତର ଲାଳସା ପାଇଁ, ଗନ୍ଧିଆ ଅସନା ପୂର୍ଣ୍ଣ, ଅସୁଚିତାର ପୂର୍ଣ୍ଣ ଅଭିଳାଷ ପାଇଁ ଯେପରି ଆମେ ସେମିତି ଦାସ ମାନଙ୍କୁ ହରାଇ ନ ଦେବୁ ସାହାଯ୍ୟ କର। ଦୟା କର, ଅନୁଗ୍ରହ କର। ଆଉ ସେ ତୁମରି ଦାସ ହିସାବରେ, ତୁମରି ସନ୍ତାନ ହିସାବରେ ଆମେ ସମସ୍ତେ ଯେପରି ତୁମ ନିମନ୍ତେ ଯେଉଁ କୌଣସି ଛୋଟ ସେବା ମିଳୁଛି ଆମ ପାଇଁ,
ତାହା ଆମ ପାଇଁ ବହୁତ ବଡ ସୌଭାଗ୍ୟ ଭାବିକି ଯେପରି ଆମେ ନେଇପାରିବୁ, ଏଇଥିପାଇଁ ସାହାଯ୍ୟ କର। ଆଉ ଜଗତ ଆଡକୁ ଯେପରି ଦେଖିବୁ ନାହିଁ, ଜଗତ ଆଡକୁ ଦୃଷ୍ଟି କରିବୁ ନାହିଁ, ଜଗତ ଆଡେ ଆକର୍ଷିତ ହେବୁ ନାହିଁ, ଏଥିପାଇଁ ସାହାଯ୍ୟ କର। କାରଣ ବହୁତ ଭୟଙ୍କର ବିପଦର ଦିନ ଆସୁଅଛି ବୋଲି ତୁମେ ଜଣାଉଛ। ଧନ୍ୟବାଦ ଦେଉଛି ପ୍ରଭୁ। ଉର୍ଦ୍ଧ୍ୱ ଦୃଷ୍ଟି କରିବା ପାଇଁ ସାହାଯ୍ୟ କର। ଆମର ବିଶ୍ୱାସ, ଆମର ପରିତ୍ରାଣ, ଆମର ପବିତ୍ରତା, ଆମର ଧାର୍ମିକତା ଧରି ରଖିବା ପାଇଁ ସାହାଯ୍ୟ କର। ହରାଇ ନ ବସିବୁ, ହଜି ନ ଯିବୁ ଏ ପାପ ଜଗତରେ ସାହାଯ୍ୟ କର। ତୁମରି ଆଗମନ ପାଇଁ ପ୍ରସ୍ତୁତ କର ପ୍ରଭୁ। ତୁମେ ଗୌରବ ପାଅ। ଧନ୍ୟବାଦ ଏଇ ପ୍ରାର୍ଥନା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ନାମରେ ମାଗିଲି ପିତା, ଆମେନ୍। ଏତେବେଳେ ପିତା ପରମେଶ୍ୱରଙ୍କର ପ୍ରେମ, ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅସୀମ ଅନୁଗ୍ରହ, ପବିତ୍ର ଆତ୍ମାଙ୍କର ଶାନ୍ତି, ସହାୟତା, ସହଭାଗିତା, ପ୍ରଭୁଙ୍କର ଗୌରବମୟ ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ ଆମ ସମସ୍ତଙ୍କର ସଦା ସହବର୍ତ୍ତୀ ହୁଅନ୍ତୁ। ଆମେନ୍। ଯୀଶୁଙ୍କ ନାମରେ ଜୟ, ଯୀଶୁଙ୍କ ରକ୍ତରେ ଜୟ, କାଲବାରୀ କ୍ରୁଶର ଜୟ। ହାଲେଲୁୟା, ହାଲେଲୁୟା।